କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ହେରା ପଞ୍ଚମୀ ବିଷୟରେ ସଂକ୍ଷିପ୍ତରେ ଜାଣିବା। ହେରା ପଞ୍ଚମୀ ହେଉଛି ରଥଯାତ୍ରା ମହୋତ୍ସବ ସମୟରେ ପାଳିତ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ରଥଯାତ୍ରାର ପଞ୍ଚମ ଦିନରେ ଏହା ପାଳିତ ହୁଏ, ତେଣୁ ଏହାକୁ ପଞ୍ଚମୀ ନାମ ଦିଆଯାଇଛି। ହେରା ପଞ୍ଚମୀ ଦେବୀ ଲକ୍ଷ୍ମୀଙ୍କ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନର ପ୍ରତୀକ ଅଟେ। ଏହି ଦିନ ମା ଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି, ଯିଏ ତାଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ଆସିଥିଲେ। ହେରା ପଞ୍ଚମୀ ଦେବୀ ଲକ୍ଷ୍ମୀଙ୍କ କ୍ରୋଧ ଏବଂ ପ୍ରେମର ଦିବ୍ୟ ପ୍ରକାଶକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱାସ କରାଯାଏ ଯେ ସେ ରଥଯାତ୍ରାରେ ତାଙ୍କୁ ସାଙ୍ଗରେ ନ ନେବା ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଶ୍ନ କରନ୍ତି। ହେରା ପଞ୍ଚମୀ ମହାନତାର ସହିତ ପାଳନ କରାଯାଏ ଏବଂ ଏଥିରେ ପାରମ୍ପରିକ ସଙ୍ଗୀତ, ନୃତ୍ୟ ଏବଂ ପୂଜାପାଠ ଅନ୍ତର୍ଭୁକ୍ତ। ଏକ ସୁନ୍ଦର ପାଲିଙ୍କି ଶୋଭାଯାତ୍ରାରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଗୁଣ୍ଡିଚା ମନ୍ଦିରକୁ ନିଆଯାଏ। ଲକ୍ଷ୍ମୀଙ୍କ ଆଗମନକୁ ଗୁପ୍ତ ରଖାଯାଏ ଏବଂ ସେ ନାକଚଣା ଦ୍ୱାର ଭାବରେ ପରିଚିତ ଏକ ସ୍ୱତନ୍ତ୍ର ଦ୍ୱାର ଦେଇ ପ୍ରବେଶ କରନ୍ତି। ପ୍ରତୀକାତ୍ମକ ଯୁକ୍ତି ପରେ ସେ ପ୍ରଭୁ ଜଗନ୍ନାଥଙ୍କୁ ସିଧାସଳଖ ଭେଟି ନ ଦେଇ ଫେରିଯାଆନ୍ତି। ଯିବା ସମୟରେ ସେ ପ୍ରଭୁ ଜଗନ୍ନାଥଙ୍କ ରଥର ଏକ ଅଂଶକୁ କ୍ଷତି ପହଞ୍ଚାଇ ତାଙ୍କ କ୍ରୋଧ ପ୍ରକାଶ କରନ୍ତି ବୋଲି କୁହାଯାଏ। ଏହି କାର୍ଯ୍ୟ ତାଙ୍କର ଅସନ୍ତୋଷ ଏବଂ ଶକ୍ତିର ପ୍ରତୀକ, ତଥାପି ଏକ ରୀତିନୀତିଗତ ସମ୍ମାନଜନକ ଉପାୟରେ କରାଯାଏ। ପରଦିନ ପ୍ରଭୁ ଜଗନ୍ନାଥ ତାଙ୍କୁ ଖୁସି ଏବଂ ଶାନ୍ତ କରିବା ପାଇଁ ତାଙ୍କୁ ଉପହାର ପଠାନ୍ତି। ହେରା ପଞ୍ଚମୀ ହେଉଛି ବୈବାହିକ ପ୍ରେମ ଏବଂ ଦିବ୍ୟ ନାଟକର ଏକ ଅନନ୍ୟ ସାଂସ୍କୃତିକ ଏବଂ ଧାର୍ମିକ ପ୍ରକାଶ। ଏହା ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ ଏବଂ ପ୍ରତିବର୍ଷ ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।